କିଛି କ୍ଷତି ନାହିଁ ଆସୁନା ଆମେ ଡକାୟତ କି ଖାଇଯାଇଛୁ ନା କ୍ଷତି କରୁଛୁ ଯୋଉଥିପାଇଁ ଆଜି ଯୋଉମାନେ ବି ଆସୁଛନ୍ତି ସେ ଇଡି ଛାଡ଼ିକି ଇଡି କି ତ ବଡ଼ ବଡ଼ ନେତାମାନେ ବି ଭୟ କରୁଛନ୍ତି ତାକୁ ଦେଖା ଦଉନାହାନ୍ତି ସେ ଲୁଚୁଛନ୍ତି ଡେଟ୍ ନେଉଛନ୍ତି କିନ୍ତୁ ଇଡି ସକାଳେ 7ଟାରେ ଆସିକି ତା ଲୋକ ପହଞ୍ଚିଥିଲେ ବି ସେ ଯୋଉଭଳି ଭାବରେ ଆମେ ତାକୁ ଆମ ସହିତ ଆଲୋଚନା କଲେ ଏବଂ ଯେମିତି ଭାବରେ ଆମଠୁ ମଧ୍ୟ ସେ ପାଇଲେ ସହଯୋଗ ସେ ନିଜେ କହିବେ ତାଙ୍କୁ ପଚାରିବାର ଥିଲା ଯେ ପ୍ରଫୁଲ୍ଲ ସାମଲ ଘରକୁ କାହିଁକି ଆସିଥିଲ ତାଙ୍କୁ ପଚାରିବାର ଥିଲା ପ୍ରଫୁଲ୍ଲ ସାମଲ ଘରକୁ କାହିଁକି କଥା ଜାଣିବା ପାଇଁ ଚାହୁଁଛୁ ତୃଣମୂଳ ସ୍ତରରୁ ଆପଣ 50 ବର୍ଷର ନେତା ରାଜନେତା ହିସାବରେ ରାଜ୍ୟରେ ଆପଣଙ୍କର ଗୋଟେ ସୁଖ୍ୟାତି ଅଛି ସବୁ କ୍ଷେତ୍ରରେ ଆପଣ ନିଜର ପାରଙ୍ଗମ ବି ପ୍ରଦର୍ଶିତ କରିଛନ୍ତି ସରକାରଙ୍କ ପାଖରେ ଆଜି ଗୋଟେ ଦୀର୍ଘ 12 ରୁ 15 ଘଣ୍ଟା ପର୍ଯ୍ୟନ୍ତ ଗୋଟେ ଜେରା କଲା ଭଳି ଆପଣ ଜମା ଜେରା ନୁହେଁ ଆପଣ କାହିଁ ସେଟା ଭାବୁଛନ୍ତି ଆପଣ ଜମା ନୁହେଁ ଏଟା ବର୍ତ୍ତମାନ ସିଏ ଗୋଟେ ଲେଖା କରିବା ପାଇଁ କଣ ଲେଖା ଦରକାର ଆପଣ ମତ କଲେ ଲେଖ ଆପଣ କଣ ଭାବୁଛନ୍ତି କହିବା ପାଇଁ ଆମର ଯୋଉ ଆଲୋଚନା ପର୍ଯ୍ୟାଲୋଚନା ନିଜେ ଭାବନ୍ତୁ ହଁ ଆମେ ଜାଣିଥାନ୍ତେ ଆମକୁ ପୁରେଇ ଦେଲେ ସେ ଯାଇକି ବସିକି ଶୋଇଛନ୍ତି ଖାଉଛନ୍ତି ଆରେ ସେ ବା ବସିଛନ୍ତି ସେ ବା ଲେଖୁଛନ୍ତି ଆମେ ଯାହା କହୁଛୁ ସେ ବି ତା କହୁଛୁ ପୁଣି କଲେକ୍ସନ ହଉଛି ପୁଣି ଲେଖା ଚାଲିଛି ଲେଖା ପରେ ଚାଲିଲା ତାପରେ ଏତେ କାହିଁ ବ୍ୟସ୍ତ କାହିଁକି ଆପଣ ମାନେ ବ୍ୟସ୍ତ ହେଲେ ନାହିଁ ଯେ ପ୍ରଫୁଲ୍ଲ ସାମଲ ଘରକୁ କାହିଁକି ଇଡି ଆସିଲା କିଏ ପଠାଇଲା ତାକୁ ଯୋଉମାନେ କଥା ହଉଛି ଯାହା କଲେ ବି ପ୍ରଫୁଲ୍ଲ ସାମଲ ମରି ନାହିଁ ଯୋଉଟା କହେ ଆମ ମହାରଥୀ କହିଥିଲା ହାରି ନାହିଁ ମୁଁ ମରି ନାହିଁ ସାମ୍ବାଦିକ ବନ୍ଧୁ ମାନଙ୍କୁ ନମସ୍କାର ମୁଁ ତାଙ୍କୁ ସମ୍ମାନ ଦିଏ କାରଣ ସେମାନଙ୍କର କିଛି ଦୋଷ ନାହିଁ ଆମ ବିଶେଷ କରି ଭଦ୍ରକ ସାମ୍ବାଦିକ ସେ ଚାହାନ୍ତି ସତ୍ୟଟା କେମିତି ଆସୁ ପଦାକୁ ଆସୁ ଏବଂ ଆପଣ ବି ଆଜି ଯୋଉ କଷ୍ଟ ସହିଛନ୍ତି ମଧ୍ୟ ମୁଁ ଖବର ରଖିଛି ଆପଣ ମଧ୍ୟ ବି ସବୁ ମାନେ ପ୍ରାୟ ଆମର ଯେମିତି ନେତା ବନ୍ଧୁ ଶୁଭେଚ୍ଛୁମାନେ ଯେମିତି ଛିଡ଼ା ହେଇଛନ୍ତି ଆପଣ ମଧ୍ୟ ନ ଖାଇକି ଅଛନ୍ତି ଆମେ ମଧ୍ୟ ସେମାନେ ମଧ୍ୟ ଖବର ରଖୁଛନ୍ତି କିନ୍ତୁ କଣ କରିବେ ଗୋଟେ କିଛି କଲା ବେଳକୁ ଟେଲିଫୋନ ଆସୁଛି ଏଟା କରେକ୍ସନ ହବ କିଛି ନାହିଁ ମାନେ ଅତ୍ୟନ୍ତ ଭଦ୍ରାମୀ ସହିତ ଆଉ ଯିଏ ବି ମଧ୍ୟ ଉପରେ ଅଛି ସିଏ ବି ମଧ୍ୟ ଭଦ୍ରାମୀ ସହିତ କହୁଛି ସାର୍ ଆପଣ ଭାବନ୍ତୁ ନାହିଁ ଇଟ୍ ଗୋଜ୍ ଇନ୍ ୟୁର ଫେଭର ଏବଂ ଯୋଉ ଲୋକଟି ସେ ମଧ୍ୟ ଆମ ବାଲେଶ୍ୱର ଥିଲା ଏମାନେ ତ ତାର ଆଇଲେ ଚେଲା ତପନ ବାବୁ ଯେ ଅଛି ଆମର ଇଡିର ଦାୟିତ୍ୱରେ ଏଠି ମୋର କହିବା କଥା ହଉଛି ଯେ ସମସ୍ତେ ଟିକେ ଆପଣ ଅସହିଷ୍ଣୁ ହେଇ ପଡୁଛନ୍ତି ମୁଁ ଜମା ନୁହେଁ ମୁଁ ବ୍ୟସ୍ତ ନୁହେଁ ଛିଡ଼ା ହେବା ପାଇଁ କି ବ୍ୟସ୍ତ ନୁହେଁ ମଧ୍ୟ କିଏ ଭାବୁଥିବ କାହା ସିଟ୍ କି ଦଖଲ କରିବା ପାଇଁ ଏବଂ ଏମିତି ଭୟଭୀତ ସବୁ ହେଇଛନ୍ତି ନେତାମାନେ ଯେ କାହିଁକି ନା ବାରମ୍ବାର ଆମେ ଯୋଉ ନିର୍ବାଚନ ହେଲାଣି ଆପଣମାନେ ଜାଣିଥିବେ ସବୁ ନିର୍ବାଚନରେ ଯୋଉ ନେତାମାନେ ଆମ ବଡ଼ ବଡ଼ ନେତା ଆମ ବିରୁଦ୍ଧରେ ଛିଡ଼ା ହେଇଥିଲେ ପ୍ରାୟ ସମସ୍ତେ ଆମଠୁ ମଧ୍ୟ ପରାଜୟ ବରଣ କରୁଛନ୍ତି ଭଗବାନଙ୍କ ଆଶୀର୍ବାଦ ଲୋକଙ୍କ ଆଶୀର୍ବାଦ ଆଉ ନବୀନ ବାବୁଙ୍କର ଯୋଉ ସହଯୋଗ ଯାହା ଫଳରେ ଆପଣ ଜାଣିଛନ୍ତି ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ 3 ଥର ଯାକ ତାଙ୍କର ଜାତୀୟ ସ୍ତର ନେତା କହିପାରନ୍ତି ତାଙ୍କୁ ରାଜ୍ୟ ସ୍ତର ନେତା କହିପାରନ୍ତି ସମସ୍ତେ ଲଢ଼େଇ କରୁଛନ୍ତି ମୋର କହିବା କଥା ହଉଛି ନିର୍ବାଚନ ଆସୁଛି ଲଢ଼େଇ ହବ ଯିବ କିନ୍ତୁ କାହାକୁ ମାନେ ଯାହା କହନ୍ତି ଯେ ଘଟଣା ନୁହେଁ ଯୋଉଟାର ସତ୍ୟତା କିଛି ନାହିଁ ତମେ ପୁରୁଣା କଥାକୁ କୋଉଥିପାଇଁ ଆସେ ତମେ ଜାଣିଛ କି ତମେ ଜାଣିବା ଉଚିତ ମୁଁ ଇଂଲିଶ ସ୍କୁଲ କିଏ କଲି କେତେ ବର୍ଷ ହେଲା ନାହିଁ 15 ବର୍ଷ ହେଲା ନାହିଁ ବର୍ତ୍ତମାନ ମତେ ଆସିକି ସେମାନେ ପଚାରିବା ଆବଶ୍ୟକତା କଣ ଆପଣ ଭାବନ୍ତୁ ମାନେ ମୋର କହିବା କଥା ହଉଛି ଯଦି ଗୋଟେ କିଏ ଭାବୁଥିବ ଆପଣ ବି ଜାଣିନଥିବେ ଯେ କୋଉ ବିଷୟରେ ଆସିଛନ୍ତି 4ଟା 5ଟା ଘରେ ରେଡ୍ କଣଟା ପାଇଲ ଯୋଉ ଖୁସି ହେଇଗଲେ ବା ଇଏ ଏମାନେ ନିଜେ ଦୁଃଖ ପ୍ରକାଶ କଲେ କହିଲେ ଆମେ କାହିଁକି ବରଂ ଆମ ଚଷମା ହଜିଗଲାଣି ଏଠି କହିଲେ କହିଲେ ଆମେ କଣ ଖୋଜିବା ଆପଣ ମୋର କହିବା କଥା ହଉଛି ଏଥିରେ ମୁଁ ଜମା ଦୁଃଖିତ ବି ନୁହେଁ ଏଟା ରାଜନୀତି ଏଟା ଗୋଟେ ଏଟା ଯେମିତି ଘଟଣା ଯେ ନିର୍ବାଚନ ଯେତେ ପାଖେଇ ଆସେ ବହୁ କଥା କରାଯାଏ ଆମେ କହୁଛୁ ଯେ ଆମେ କାହାରି କ୍ଷତି କରିବାକୁ ଚାହୁଁନୁ କିମ୍ବା କାହାର ଅମଙ୍ଗଳ ବି ଚାହୁଁନୁ ଏବଂ ଆମେ ମଧ୍ୟ ଇଚ୍ଛୁକ ନୁହେଁ ନିର୍ବାଚନରେ ଛିଡ଼ା ହେବା ପାଇଁ କାରଣ ଆମେ ଅନୁଭବ କରିଛୁ ଯେ ଯେତେ ଥର ଛିଡ଼ା ହେଲୁଣି ଯେତେ ଥର ଆସିଲୁଣି ଏଇ ଯୋଉ ଯୁବକମାନେ ଛିଡ଼ା ହେଇଛନ୍ତି
सी युवक मैंने आम रुवा बची दृष्टि एमाने भी से पद को जाना मुझे बेले बेले कहीदिए जे आम बचिले रास्ता को बंद कर धरतु जिते जहाँ कहले भी एटा गोटे निश्चित भाव में आक्रोशमूलक नुहे आप मो कह आवश्यकता कौन थी बर्तमान यहीटा आगु 2 मास आगु कही पार निर्वाचन आगर अच्छी या कहीदे लोक मत आम विरुद्ध हो आम जो मैंने इच्छुक प्रार्थी होती जितवाटा सहज किसी पचरा नहीं पचरा पचे किसी ना पचराटा आसला पचरा पचे आसला कॉलेज आप सभापति थे